ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ସ୍ୱହସ୍ତ ଲିଖିତ ସତ୍ୟାନୁସରଣ ଗ୍ରନ୍ଥ ପାଠ। ଯଦି ପରୀକ୍ଷକ ସାଜି ଅହଙ୍କାର ନେଇ ସଦ୍ଗୁରୁ କିମ୍ବା ପ୍ରେମୀ ସାଧୁଗୁରୁଙ୍କୁ ପରୀକ୍ଷା କରିବାକୁ ଯାଅ, ତେବେ ତୁମେ ତାଙ୍କଠି କେବଳ ତୁମକୁ ହିଁ ଦେଖିବ, ଠକି ଆସିବ। ସଦ୍ଗୁରୁଙ୍କୁ ପରୀକ୍ଷା କରିବାକୁ ହେଲେ ତାଙ୍କ ନିକଟକୁ ସଂକୀର୍ଣ୍ଣ ସଂସ୍କାରବିହୀନ ହୋଇ ଭଲ ପାଇବାର ହୃଦୟ ନେଇ ଦିନ ଏବଂ ଯେତେ ଦୂର ସମ୍ଭବ ନିରହଙ୍କାର ହୋଇ ଯାଇପାରିଲେ ତାଙ୍କ ଦୟାରେ ସନ୍ତୁଷ୍ଟ ହୋଇପାରିବ। ତାଙ୍କୁ ଅହଂ ରୂପକ କଷ୍ଟିପଥର ଦ୍ୱାରା କଷାଯାଏ ନାହିଁ, କିନ୍ତୁ ସେ ପ୍ରକୃତ ଦୀନତା ରୂପକ ମେଣ୍ଢା ସିଂହରେ ଖଣ୍ଡବିଖଣ୍ଡ ହୁଅନ୍ତି। ହୀରା ଯେପରି କୋଇଲା ପ୍ରଭୃତି ଆବର୍ଜନାରେ ଥାଏ, ଉତ୍ତମ ରୂପେ ପରିଷ୍କାର ନ କଲେ ତାହାର ଜ୍ୟୋତି ବାହାରେ ନାହିଁ, ସେ ମଧ୍ୟ ସେହିପରି ସଂସାରରେ ଅତି ସାଧାରଣ ଜୀବ ପରି ରହିଥାନ୍ତି। କେବଳ ପ୍ରେମର ପ୍ରକ୍ଷାଳନରେ ହିଁ ତାଙ୍କର ଦୀପ୍ତିରେ ଜଗତ ଉଦ୍ଭାସିତ ହୁଏ। ପ୍ରେମୀ ହିଁ ତାଙ୍କୁ ଧରିପାରେ। ପ୍ରେମୀର ସଙ୍ଗ କର, ସତ୍ସଙ୍ଗ କର, ସେ ଆପଣା ଛାଏଁ ପ୍ରକଟ ହେବେ। ଅହଙ୍କାରୀକୁ ଅହଙ୍କାରୀ ପରୀକ୍ଷା କରିପାରେ। ଗଳିତ ଅହଂକୁ କିପରି ସେ ଜାଣିପାରିବ? ତା ନିକଟରେ ଗୋଟିଏ କିମ୍ଭୂତ କିମ୍ବାକାର, ଯେପରି ଗଜମୂର୍ଖ ନିକଟରେ ମହାପଣ୍ଡିତ। ସତ୍ୟଦର୍ଶୀର ଆଶ୍ରୟ ନେଇ ସ୍ୱାଧୀନ ଭାବରେ ଚିନ୍ତା କର ଏବଂ ବିନୟର ସହିତ ସ୍ୱାଧୀନ ମତ ପ୍ରକାଶ କର। ବହି ପଢ଼ି ବହି ହୋଇଯାଅ ନାହିଁ, ତାର ଏସେନ୍ସ ସାରକୁ ମଜ୍ଜାଗତ କରିବାକୁ ଚେଷ୍ଟା କର। ଉପରୁ ଉପରୁ ଦେଖି କିଛି ଛାଡ଼ ନାହିଁ ବା କୌଣସି ମତ ପ୍ରକାଶ କର ନାହିଁ। କୌଣସି କିଛିର ଶେଷ ନ ଦେଖିଲେ ତାହାର ସମ୍ବନ୍ଧରେ ଜ୍ଞାନ ହୁଏ ନାହିଁ, ଆଉ ନ ଜାଣିଲେ ତୁମେ ତା ବିଷୟରେ କି ମତ ପ୍ରକାଶ କରିବ? ଯାହା କିଛି କର ନା କାହିଁକି, ତା ଭିତରେ ସତ୍ୟ ଦେଖିବାକୁ ଚେଷ୍ଟା କର। ସତ୍ୟ ଦେଖିବା ମାନେ ହିଁ ତାକୁ ଆଦ୍ୟ ପ୍ରାନ୍ତ ଜାଣିବା, ଆଉ ତାହା ହିଁ ଜ୍ଞାନ। ଯାହା ତୁମେ ଜାଣ ନାହିଁ, ଏପରି ବିଷୟରେ ଲୋକଙ୍କୁ ଉପଦେଶ ଦେବାକୁ ଯାଅ ନାହିଁ। ନିଜର ଦୋଷ ଜାଣି ସୁଦ୍ଧା ଯଦି ତୁମେ ତାହା ତ୍ୟାଗ କରି ନ ପାର, ତେବେ କୌଣସି ମତେ ତାହାର ସମର୍ଥନ କରି ଅନ୍ୟର ସର୍ବନାଶ କର ନାହିଁ। ତୁମେ ଯଦି ସତ୍ ହୁଅ, ତୁମ ଦେଖାଦେଖି ହଜାର ହଜାର ଲୋକ ସତ୍ ହୋଇପଡ଼ିବେ, ଆଉ ଯଦି ଅସତ୍ ହୁଅ, ତୁମର ଦୁର୍ଦ୍ଦଶା ପାଇଁ ସମବେଦନା ପ୍ରକାଶ କରିବାକୁ କେହି ରହିବେ ନାହିଁ, କାରଣ ତୁମେ ଅସତ୍ ହୋଇ ତୁମର ଚତୁର୍ଦିଗକୁ ଅସତ୍ କରି ପକାଇଛ। ତୁମେ ଠିକ୍ ଠିକ୍ ଜାଣ ଯେ ତୁମେ ତୁମର, ତୁମ ନିଜ ପରିବାରର, ଦେଶର ଏବଂ ଦେଶର ବର୍ତ୍ତମାନ ଓ ଭବିଷ୍ୟତ ପାଇଁ ଦାୟୀ। ନାମ ଯଶର ଆଶାରେ କୌଣସି କାର୍ଯ୍ୟ କରିବାକୁ ଯିବା ଠିକ୍ ନୁହେଁ, କିନ୍ତୁ କୌଣସି କାର୍ଯ୍ୟ ନିଃସ୍ୱାର୍ଥ ଭାବରେ କରିବାକୁ ଗଲେ ହିଁ କାର୍ଯ୍ୟର ଅନୁରୂପ ନାମ ଯଶ ତୁମର ସେବା କରିବ ହିଁ କରିବ। ନିଜ ପାଇଁ ଯାହା କରାଯାଏ ତାହା ହିଁ ସକାମ, ଆଉ ଅନ୍ୟ ପାଇଁ ଯାହା କରାଯାଏ ତାହା ହିଁ ନିଷ୍କାମ। କାହାରି ପାଇଁ କିଛି ନ ଚାହିବାକୁ ହିଁ ନିଷ୍କାମ କହନ୍ତି। କେବଳ ତାହା ନୁହେଁ, ଦେଇଦିଅ, ନିଜ ପାଇଁ କିଛି ଚାହ ନାହିଁ, ଦେଖିବ ସବୁ ତୁମର ହୋଇଯାଉଛି। ତୁମେ ଅନ୍ୟ ନିକଟରୁ ଯେପରି ପାଇବାକୁ ଇଚ୍ଛା କର, ଅପରକୁ ମଧ୍ୟ ସେହିପରି ଦେବାକୁ ଚେଷ୍ଟା କର। ଏପରି ବୁଝି ଚଳିପାରିଲେ ହିଁ ଯଥେଷ୍ଟ। ଆପେ ଆପେ ସମସ୍ତେ ତୁମକୁ ପସନ୍ଦ କରିବେ, ଭଲ ପାଇବେ। ନିଜେ ଠିକ୍ ରହି ସମସ୍ତଙ୍କୁ ସତ୍ ଭାବରେ ଖୁସି କରିବାକୁ ଚେଷ୍ଟା କର। ଦେଖିବ ସମସ୍ତେ ତୁମକୁ ଖୁସି କରିବାକୁ ଚେଷ୍ଟା କରୁଛନ୍ତି। ସାବଧାନ, ନିଜତ୍ୱ ହରାଇ କାହାରିକୁ ଖୁସି କରିବାକୁ ଯାଅ ନାହିଁ, ତାହେଲେ ତୁମର ଦୁର୍ଗତିର ସୀମା ରହିବ ନାହିଁ। କାର୍ଯ୍ୟ କରିଯାଅ, କିନ୍ତୁ ଆବଦ୍ଧ ହୁଅ ନାହିଁ। ଯଦି ବିଷୟର ପରିବର୍ତ୍ତନରେ ତୁମର ହୃଦୟରେ ପରିବର୍ତ୍ତନ ଆସୁଛି ବୋଲି ବୁଝିପାର, ଆଉ ସେହି ପରିବର୍ତ୍ତନ ତୁମର ବାଞ୍ଛନୀୟ ନୁହେଁ, ତେବେ ଠିକ୍ ଜାଣିଥାଅ ତୁମେ ଆବଦ୍ଧ ହୋଇଛ। କୌଣସି ପ୍ରକାର ସଂସ୍କାରରେ ଆବଦ୍ଧ ରୁହ ନାହିଁ। ଏକମାତ୍ର ପରମ ପୁରୁଷଙ୍କର ସଂସ୍କାର ଛଡ଼ା ଆଉ ଯାହା କିଛି ସବୁ ହିଁ ବନ୍ଧନ। ତୁମର ଦର୍ଶନର ଜ୍ଞାନର ପରିସର ଯେତେ ଟିକେ, ଅଦୃଷ୍ଟ ଠିକ୍ ତାହାରି ଆଗକୁ। ଦେଖିପାରୁନାହଁ, ଜାଣିପାରୁନାହଁ, ତେଣୁ ଅଦୃଷ୍ଟ। ତୁମର ଶୈତାନ ଅହଙ୍କାରୀ ଅହମ୍ମଦ ମୁଁ ତାକୁ ବାହାର କରିଦିଅ। ପରମ ପିତାଙ୍କ ଇଚ୍ଛାରେ ତୁମେ ଚାଲ। ଅଦୃଷ୍ଟ କିଛି କରିପାରିବ ନାହିଁ। ପରମ ପିତାଙ୍କ ଇଚ୍ଛା ହିଁ ଅଦୃଷ୍ଟ। ତୁମର ସବୁ ଅବସ୍ଥା ଭିତରେ ତାଙ୍କର ମଙ୍ଗଳ ଇଚ୍ଛାକୁ ବୁଝିବାକୁ ଚେଷ୍ଟା କର। ଦେଖିବ କାତର ହେବ ନାହିଁ, ବରଂ
ହୃଦୟରେ ସବଳତା ଆସିବ, ଦୁଃଖରେ ମଧ୍ୟ ଆନନ୍ଦ ପାଇବ। କାର୍ଯ୍ୟ କରିଯାଅ, ଅଦୃଷ୍ଟ ଭାବି ଭାଙ୍ଗି ପଡ଼ ନାହିଁ, ଅଳସୁଆ ହୁଅ ନାହିଁ। ଯେପରି କାର୍ଯ୍ୟ କରିବ ତୁମର ଅଦୃଷ୍ଟ ସେହିପରି ହୋଇ ଦୃଷ୍ଟ ହେବ। ସତ୍କର୍ମୀର କଦାପି ଅକଲ୍ୟାଣ ହୁଏ ନାହିଁ, ଦିନକ ଆଗରୁ ବା ପରେ। ପରମ ପିତାଙ୍କ ଆଡ଼କୁ ଅନାଇ କାର୍ଯ୍ୟ କରିଯାଅ, ତାଙ୍କର ଇଚ୍ଛା ହିଁ ଅଦୃଷ୍ଟ। ତା ଛଡ଼ା ଆଉ ଗୋଟାଏ ଅଦୃଷ୍ଟ ଫଦୃଷ୍ଟ ବନେଇ ବେକୁବ ହୋଇ ବସି ରୁହ ନାହିଁ। ଅନେକ ଲୋକ ଅଦୃଷ୍ଟରେ ନାହିଁ ବୋଲି ମଙ୍ଗ ଛାଡ଼ି ଦେଇ ବସିଥାନ୍ତି, ଅଥଚ ନିର୍ଭରତା ବି ନାହିଁ। ଶେଷରେ ସାରା ଜୀବନ ଦୁର୍ଦ୍ଦଶାରେ କଟାନ୍ତି। ସେସବୁ ଅହମ୍ମକି। ତୁମେ ଗଲେ ହିଁ ଅଦୃଷ୍ଟ ଶେଷ ହେଲା। ଦର୍ଶନ ବି ନାହିଁ, ଅଦୃଷ୍ଟ ବି ନାହିଁ। ଆଗେଇ ଯାଅ, କିନ୍ତୁ ମାପି ଦେଖିବାକୁ ଯାଅ ନାହିଁ କେତେ ଦୂର ଆଗେଇଛ, ତାହେଲେ ପୁଣି ପଛେଇ ଯିବ। ଅନୁଭବ କର, କିନ୍ତୁ ଅଭିଭୂତ ହୋଇପଡ଼ ନାହିଁ, ତାହେଲେ ଚାଲିପାରିବ ନାହିଁ। ଯଦି ଅଭିଭୂତ ହେବାକୁ ହୁଏ ତେବେ ଈଶ୍ୱର ପ୍ରେମ। ଯେତେ ପାର ସେବା କର, କିନ୍ତୁ ସାବଧାନ, ସେବା ନେବାକୁ ଯେପରି ଇଚ୍ଛା ନ ହୁଏ। ଅନୁରୋଧ କର, କିନ୍ତୁ ହୁକୁମ କରିବାକୁ ଯାଅ ନାହିଁ। କେବେ ହେଲେ ନିନ୍ଦା କର ନାହିଁ, କିନ୍ତୁ ଅସତ୍ୟର ପ୍ରଶ୍ରୟ ଦିଅ ନାହିଁ। ଧୀର ହୁଅ, ତା ବୋଲି ଅଳସୁଆ ଦୀର୍ଘସୂତ୍ରୀ ହୁଅ ନାହିଁ। କ୍ଷିପ୍ର ହୁଅ, କିନ୍ତୁ ଅଧୀର ହୋଇ ବିରକ୍ତିକୁ ଡାକି ଆଣି ସବୁ ନଷ୍ଟ କରି ପକାଅ ନାହିଁ। ବୀର ହୁଅ, କିନ୍ତୁ ହିଂସ୍ରକ ହୋଇ ବାଘ ଭାଲୁ ସାଜି ବସ ନାହିଁ। ସ୍ଥିର ପ୍ରତିଜ୍ଞ ହୁଅ, ଗୁଆର ହୁଅ ନାହିଁ। ତୁମେ ନିଜେ ସହ୍ୟ କର, କିନ୍ତୁ ଯେ ପାରେ ନା ତାକୁ ସାହାଯ୍ୟ କର। ଘୃଣା କର ନାହିଁ, ସହାନୁଭୂତି ଦେଖାଅ, ସାହସ ଦିଅ। ନିଜକୁ ନିଜେ ପ୍ରଶଂସା ଦେବାକୁ କୃପଣ ସାଜ, କିନ୍ତୁ ଅପର ବେଳକୁ ଦାତା ହୁଅ। ଯାହା ଉପରେ କ୍ରୋଧ ହୋଇଛ, ଆଗ ତାକୁ ଆଲିଙ୍ଗନ କର। ନିଜ ଘରେ ଭୋଜନ ପାଇଁ ନିମନ୍ତ୍ରଣ କର, ଡାଲା ପଠାଅ ଏବଂ ହୃଦୟ ଖୋଲି ବାକ୍ୟାଲାପ ନ କଲା ପର୍ଯ୍ୟନ୍ତ ଅନୁତାପର ସହିତ ତାହାର ମଙ୍ଗଳ ପାଇଁ ପରମପିତାଙ୍କ ନିକଟରେ ପ୍ରାର୍ଥନା କର। କାରଣ ବିଦ୍ୱେଷ ଆସିଲେ ହିଁ କ୍ରମେ ତୁମେ ସଂକୀର୍ଣ୍ଣ ହୋଇପଡ଼ିବ, ଆଉ ସଂକୀର୍ଣ୍ଣତା ହିଁ ପାପ। ଯଦି କେହି ତୁମର କେବେ ହେଲେ ଅନ୍ୟାୟ କରେ ଆଉ ଏକାନ୍ତ ହିଁ ତାର ପ୍ରତିଶୋଧ ନେବାକୁ ହୁଏ, ତେବେ ତୁମେ ତା ସାଙ୍ଗରେ ଏପରି ବ୍ୟବହାର କର ଯାହାଦ୍ୱାରା ସେ ଅନୁତପ୍ତ ହୁଏ। ଏହାଠାରୁ ବଳି ପ୍ରତିଶୋଧ ଆଉ ନାହିଁ। ଅନୁତାପ ତୁଷାନଳ, ସେଥିରେ ଉଭୟଙ୍କର ହିଁ ମଙ୍ଗଳ। ବନ୍ଧୁତ୍ୱ ଖାରଜ କର ନାହିଁ, ତାହେଲେ ଶାସ୍ତିରେ ସମବେଦନା ଓ ସାନ୍ତ୍ୱନା ପାଇବ ନାହିଁ। ତୁମ ବନ୍ଧୁ ଯଦି ଅସତ୍ ବି ହୁଏ, ତାକୁ ତ୍ୟାଗ କର ନାହିଁ, ବରଂ ପ୍ରୟୋଜନ ହେଲେ ତାର ସଙ୍ଗ ବନ୍ଦ କର। କିନ୍ତୁ ଅନ୍ତରରେ ଶ୍ରଦ୍ଧା ରଖି ବିପଦ ଆପଦରେ କାୟ ମନୋବାକ୍ୟରେ ସାହାଯ୍ୟ କର, ଆଉ ଅନୁତପ୍ତ ହେଲେ ଆଲିଙ୍ଗନ କର। ତୁମ ବନ୍ଧୁ ଯଦି କୁପଥରେ ଯାଏ ଆଉ ତୁମେ ଯଦି ତାକୁ ଫେରାଇବାକୁ ଚେଷ୍ଟା ନ କର ବା ତ୍ୟାଗ କର, ତାର ଶାସ୍ତି ତୁମକୁ ବି ତ୍ୟାଗ କରିବ ନାହିଁ। ବନ୍ଧୁର କୁତ୍ସାରଟନା କର ନାହିଁ ବା କୌଣସି ପ୍ରକାରେ ଅନ୍ୟ ପାଖରେ ନିନ୍ଦା କର ନାହିଁ, କିନ୍ତୁ ତା ବୋଲି ତା ନିକଟରେ ତାର କୌଣସି ମନ୍ଦର ପ୍ରଶ୍ରୟ ଦିଅ ନାହିଁ। ବନ୍ଧୁ ନିକଟରେ ଉଦ୍ଧତ ହୁଅ ନାହିଁ, କିନ୍ତୁ ପ୍ରେମର ସହିତ ଅଭିମାନରେ ତାକୁ ଶାସନ କର। ବନ୍ଧୁ ନିକଟରୁ କିଛି ପ୍ରତ୍ୟାଶା ରଖ ନାହିଁ, କିନ୍ତୁ ଯାହା ପାଅ ପ୍ରେମର ସହିତ ଗ୍ରହଣ କର। କିଛି ଦେଲେ ପାଇବାର ଆଶା ରଖ ନାହିଁ, କିନ୍ତୁ କିଛି ପାଇଲେ ଦେବାକୁ ଚେଷ୍ଟା କର। ଜୟ ଗୁରୁ।